ନାଇଁ ଆଉ ପୂର୍ବ ଜିନିଷଟାକୁ ମୁଁ ଆଉ ଏତେ ଦୌଡ଼ିବାକୁ ଚାହୁଁନି। ମୁଁ ଏତିକି କହିବି ଯେ ଝିଅ ମୃତ୍ୟୁହାର 7 ବର୍ଷ ହେଇଗଲାଣି। ସେଟା କୋର୍ଟରେ କେସ୍ ମାମଲା ରହିଥିଲା ଏବଂ 7 ବର୍ଷ ପରେ କାଲି ମାନ୍ୟବର କୋର୍ଟ ତାଙ୍କର ନ୍ୟାୟ ପ୍ରଦାନ କରିଛନ୍ତି, ଯେଉଁଥିରେ ଆମେ ଆମର 7 ବର୍ଷର ଦୁଃଖରୁ ସମ୍ପୂର୍ଣ୍ଣ ଆଶ୍ୱସ୍ତି ଲାଭ କରିଛୁ। ଆଉ ତା ବିଷୟରେ ମୁଁ କ'ଣ କହିବି? ତାଙ୍କ ବାପା ମାଙ୍କୁ ବି ନିର୍ଦ୍ଦୋଷରେ ଖଲାସ କରିଛନ୍ତି, ଯେହେତୁ ସେମାନେ ଦୋଷୀ କିନ୍ତୁ ନିର୍ଦ୍ଦୋଷରେ ଖଲାସ ହେଇଛନ୍ତି। ବାପାଙ୍କୁ ସେ ସମସ୍ତ ସାକ୍ଷ୍ୟ ପ୍ରମାଣ ଯାହା ଥିଲା କୋର୍ଟ ପାଖରେ ସେ ସମସ୍ତ ତର୍ଜମା କରିକି ସେ ତାର ନ୍ୟାୟ ପ୍ରଦାନ କରିଛନ୍ତି। ତେଣୁ 307ରେ ତା ସ୍ୱାମୀ ବିପନ୍ ସାହୁ ହତ୍ୟାକାରୀ ବୋଲି ତାକୁ ସେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆଉ ବାପାଙ୍କ ଉପରେ କିଛି କ'ଣ ପାଇ ନ ପାଇ ତାଙ୍କୁ ସେ ଦୋଷମୁକ୍ତ କରିଛନ୍ତି। ଆଜୀବନ ସଜା ସହିତ 20,000 ଅର୍ଥଦଣ୍ଡ। କୋର୍ଟଙ୍କ ନିଷ୍ପତ୍ତି ଅନୁସାରେ ଆପଣ କେତେ ଖୁସି ଅଛନ୍ତି? 6 ବର୍ଷର ଖୁସି ତ ଝିଅକୁ ତ ହରେଇଛୁ, ଝିଅକୁ ତ ଆଉ ଜୀବନ ସାରା ପାଇବୁନି, ସେଇ ଦୁଃଖ ତ ରହିବ। କିନ୍ତୁ ଗୋଟେ ଯୋଉ ଟେନସନ ଥିଲା ମୁଣ୍ଡରେ ଗୋଟେ, ସେଥିରୁ ସମ୍ପୂର୍ଣ୍ଣ